ଶ୍ରୋତା ବନ୍ଧୁ ରକ୍ତର ସମ୍ପର୍କଠୁ ବେଳେ ବେଳେ ସମ୍ପର୍କହୀନ ମଣିଷମାନେ ବେଶୀ ନିଜର ମନେ ହୁଅନ୍ତି। ସେଇଥିପାଇଁ ବୋଧେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦିନେ ସୁଦାମା, ଗୋପବନ୍ଧୁଙ୍କ ପାଇଁ ବନ୍ୟା ବିତ୍ପାତରେ ଦୟନୀୟ ସ୍ଥିତିରେ ଥିବା ମଣିଷମାନେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥିଲେ। ମୋର ମନେ ପଡ଼ୁଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ବୁଢ଼ା ଶଙ୍ଖାରୀ ଗପ, ରବୀନ୍ଦ୍ରନାଥ ଟାଗୋରଙ୍କର କାବୁଲିବାଲା, ଅଖିଳ ମୋହନ ପଟ୍ଟନାୟକଙ୍କ ସେଇ ଲୋକଟା ଏବଂ ପ୍ରତିଭା ରାୟଙ୍କ ଭଦ୍ରଲୋକ ଗଳ୍ପ। ଶ୍ରୋତାବନ୍ଧୁ, ଆମ ଆଖି ଆଗ ଜଗତରେ ଏମିତି ଅନେକ ବ୍ୟକ୍ତିବିଶେଷ ମିଳିଯାଆନ୍ତି ଯେଉଁମାନେ ଆମ ଜୀବନରେ ସମ୍ପର୍କର ନୂଆ ରୂପରେଖ ନିର୍ଣ୍ଣୟ କରିଥାନ୍ତି। ସେମାନଙ୍କୁ ନେଇ ଆମ ଅନୁଭବ କେବଳ ନୀରବତାର ପରିଧି ଭିତରେ ଗୁମୁରୁଥାଏ। ହୁଏତ ସେମାନେ ଥାନ୍ତି ପୁଣି ନଥାନ୍ତି ମଧ୍ୟ ଆମ ଜୀବନରେ। ଆଜି ଏମିତି ଏକ ଗପ ଯାହା ଆପଣମାନଙ୍କ ହୃଦୟକୁ ନିଶ୍ଚିତ ଭାବରେ ସ୍ପର୍ଶ କରିବ ବୋଲି ମୋର ବିଶ୍ୱାସ। ଆଜି ଗାଳ୍ପିକା ଡକ୍ଟର ସୁଲୋଚନା ଦାସଙ୍କୁ ଶୁଣିବା। ତେବେ ତାଙ୍କ ସମ୍ପର୍କରେ ଏତିକି କହିପାରିବି ଯେ ସେ ଏକାଧାରରେ ଜଣେ କବି, ଜଣେ ପ୍ରାବନ୍ଧିକା, ଜଣେ ସମାଲୋଚିକା, ଗାଳ୍ପିକା, ଔପନ୍ୟାସିକା ଏବଂ ସମାଜସେବୀ। ସୁଲୋଚନା ଦାସ ପିତା ଶ୍ରୀଧର ଦାସ ଏବଂ ତାଙ୍କ ମାତାଙ୍କ କୁଳମଣ୍ଡନ କରି ଜଗତସିଂହପୁର ଜିଲ୍ଲାର ବାଲିସାହିଠାରେ ଭୂମିଷ୍ଠ ହୋଇଥିଲେ। ବୃତ୍ତିଗତ ଜୀବନରେ ସେ ଓଡ଼ିଶା ସରକାରଙ୍କ ଅଧୀନରେ ଜଣେ ପ୍ରାଧ୍ୟାପିକା ଥିଲେ। ପ୍ରବୃତ୍ତିଗତ ଜୀବନଟି ତାଙ୍କର ଅତ୍ୟନ୍ତ ବିସ୍ତୃତ, ବ୍ୟାପକ। ଯୁବ ରେଡକ୍ରସ ସୋସାଇଟି, ରୋଟାରୀ ମିଡ୍ ଟାଉନ୍, ହରିହର କ୍ୟାନ୍ସର ଇନଷ୍ଟିଚ୍ୟୁଟ୍, ଏଥିକ୍ସ କମିଟି, ଏନସିସି କ୍ଷେତ୍ରରେ ସେ ନିଜକୁ ସମ୍ପୃକ୍ତ କରି ରଖିଛନ୍ତି। ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକା, ଗାଳ୍ପିକା, ଔପନ୍ୟାସିକା। 25ରୁ ଉର୍ଦ୍ଧ୍ୱ ପୁସ୍ତକରେ ରହିଛି ତାଙ୍କର ଅନୁଭବ, ଅନୁଭୂତି, ଜୀବନବୋଧ ଏବଂ ମାନବବାଦୀ ସମ୍ବେଦନାର ସ୍ୱର। ସ୍ୱୟଂବରା ନାମକ ତାଙ୍କର କବିତା ସଂକଳନଟି ଅଛି। ମଧୁକ୍ଷରା ସଜଳ ଘନ ନୀଳାଭ କୁହୁଡ଼ିରେ ମାୟା, ମୁହଁ ସଞ୍ଜର ଦେହ ଭଙ୍ଗୁର ଅଶ୍ରୁର ଅଭିଷେକ, ମାଟିର ମହକ ଲେଉଟାଣି, ସ୍ପର୍ଶ ଭଙ୍ଗା କଣ୍ଢେଇ, ଏକ ପ୍ରାର୍ଥନାର ସ୍ୱର ଭଳି କ୍ଷୁଦ୍ରଗଳ୍ପ ସଂକଳନ ମଧ୍ୟ ରହିଛି। ରାଗିଣୀ ନାମକ ଏକ ଉପନ୍ୟାସ ଅଛି। ଲଳିତ ନିବନ୍ଧରେ ରହିଛି ନକ୍ଷତ୍ରର ଜନ୍ମ, ହିରଣ୍ମୟ ସକାଳ, ତନ୍ମୟ ବିଭୂତି, ଅନ୍ମେଷାର ଅଭିଲିପି ଇତ୍ୟାଦି। ପ୍ରାଧ୍ୟାପିକା ଡକ୍ଟର ସୁଲୋଚନା ଦାସ ନିଜର ସାହିତ୍ୟ ସାଧନା ନିମନ୍ତେ ବହୁ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି। ତନ୍ମଧ୍ୟରେ ରହିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆର୍ତ୍ତବଲ୍ଲଭ ମହାନ୍ତି ପ୍ରବନ୍ଧ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଶତବାର୍ଷିକ ଲେଖିକା ସମ୍ମାନ, ଚଲାପଥ ସମ୍ମାନ, ସୁଧନ୍ୟା ଲେଖିକା ସମ୍ମାନ, ପ୍ରଜାତନ୍ତ୍ର ଗଳ୍ପ ପୁରସ୍କାର, ଝଙ୍କାର ପୁରସ୍କାର ଇତ୍ୟାଦି। ସୁଲୋଚନା ଦାସଙ୍କର କଥା ସାହିତ୍ୟରେ ସୃଷ୍ଟିର ଆବେଗ ରହିଛି, ସ୍ୱପ୍ନ ରହିଛି, କଳ୍ପନା ବିଳାସ ରହିଛି, ଅନୁଭୂତିର ଆତ୍ମିକ ବ୍ୟଞ୍ଜନା ମଧ୍ୟ ରହିଛି। ଜୀବନ ଓ ଜଗତ ପ୍ରତି ପ୍ରଗାଢ଼ ଅନୁରାଗ ହିଁ ତାଙ୍କ ଗଳ୍ପର ମହାଭାଷ୍ୟ। ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟରେ ଡକ୍ଟର ସୁଲୋଚନା ଦାସ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ, ତାଙ୍କର ଭାଷା ଓ ଶୈଳୀରେ କାବ୍ୟିକ ଯେଉଁ ସ୍ପର୍ଶ ତାହା ପାଠକକୁ ଅତ୍ୟନ୍ତ ଭାବପୂର୍ଣ୍ଣ, ଭାବମନସ୍କ କରି ତୋଳେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଆମ ସମୟର ଜଣେ କୃତବିଦ୍ୟ ଗାଳ୍ପିକାଙ୍କୁ, ଡକ୍ଟର ସୁଲୋଚନା ଦାସଙ୍କୁ। ତାଙ୍କର ଗଳ୍ପ ସଂକଳନ ଏକ ପ୍ରାର୍ଥନାର ସ୍ୱର। ସେହି ସଂକଳନରୁ ଏକ ସୁନ୍ଦର ଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଆଜି ଅଭିବ୍ୟକ୍ତ କରୁଛି, ଉପସ୍ଥାପନ କରୁଛି। ଗଳ୍ପର ଶୀର୍ଷକ ହେଉଛି ପିତୃଶ୍ରାଦ୍ଧ। ଗାଳ୍ପିକା
ସୁଲୋଚନା ଦାସ। ପୁରୀ ଆସିଲେ କ୍ୱଚିତ୍ ସାହାଣ ମେଲା ସମୟରେ ଶ୍ରୀଜୀଉମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳେ ନିର୍ମଳାଙ୍କୁ। ଅବଶ୍ୟ ପରମାଣିକ ଦର୍ଶନ ସେ କରନ୍ତି ବହୁ ସମୟରେ। ଏଥର ସାହାଣ ମେଲା ଦର୍ଶନର ସୁଯୋଗ ଦେଇଥିଲେ ପ୍ରଭୁ ନିଜେ। ଯେତେ ଭିଡ଼ ଥିଲେ ବି ସେଇ ଚକାଚକା ଆଖି ଦୁଇଟିକୁ ଗୋଟିଏ ମୁହୂର୍ତ୍ତ ପାଇଁ ଚାହିଁଦେଲେ ମନଟା ପୂରି ଉଠେ ଅନିର୍ବଚନୀୟ ଆନନ୍ଦରେ। ଆଖିରେ ଆଖିରେ ସେ ସମଗ୍ର ସତ୍ତାରେ ଆଙ୍କି ଦିଅନ୍ତି ପ୍ରେମ ଓ କରୁଣାର ମଧୁର ସ୍ପର୍ଶ। ଗୋଟେ ବିଚିତ୍ର ଶୀତ୍କାରରେ ରୋମାଞ୍ଚିତ ହୋଇ ଉଠେ ଦେହ, ମନ, ପ୍ରାଣ। ଚିତ୍ତମଗ୍ନ ହୋଇଯାଏ ମହାଶୂନ୍ୟତା ଭିତରେ। ମାତ୍ର କେତୋଟି ମୁହୂର୍ତ୍ତ ବିତିଯାଏ ତଲ୍ଲୀନ ଅବସ୍ଥାରେ। ସେତେବେଳେ ସେ ଭୁଲିଯାଆନ୍ତି ତାଙ୍କ ସାଙ୍ଗରେ କିଏ ଅଛି ବୋଲି। ଗର୍ଭଗୃହ ଭିତରର ଗହଳି ଚହଳି ଅସ୍ତିତ୍ୱ ହରାଇ ବସନ୍ତି ତାଙ୍କ ଚେତନାରେ। ସେ ଆଉ ଦୁଇଟି ଚକାଚକା ଆଖି, ବାସ୍। ଏ ସାରା ସଂସାରରେ ଯେପରି ଆଉ କିଛି ତାଙ୍କର ଲୋଡ଼ା ନାହିଁ, ଆଉ କିଛି ନାହିଁ। ପଣ୍ଡାଙ୍କ କଟାଳରେ ସେ ଫେରି ଆସନ୍ତି ବାସ୍ତବ ଜଗତକୁ, ଯେଉଁ ଜଗତରେ ଦେଣା ପାଉଣାର ହିସାବ ନିକାଶ ହେଉଥାଏ ଅହରହ। ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ବେଶ କିଛି ସମୟ ଲାଗେ। ତାପରେ ମନ୍ଦିରରୁ ବାହାରି ବେଢ଼ା ପରିକ୍ରମା ଆରମ୍ଭ କରନ୍ତି ନିର୍ମଳା। ବଟ ଗଣେଶ, ରୋହିଣୀ କୁଣ୍ଡ, ମା ବିମଳା, ଗୋପୀନାଥ, ମା ଲକ୍ଷ୍ମୀ, ନବଗ୍ରହ, ନୀଳଚକ୍ର ପ୍ରଭୃତିଙ୍କୁ ଦର୍ଶନ ସାରି ଆନନ୍ଦ ବଜାର ଆଡ଼େ ପାଦ ବଢ଼ାନ୍ତି। ଆଜି ବି ତାଙ୍କ ଭିତରେ ବସା ବାନ୍ଧି ବସିଛି ଗୋଟେ ବିଚିତ୍ର ମାନସିକତା। ଆନନ୍ଦ ବଜାରରୁ ହାତରେ ମାଗି ଟିକେ ଅଭଡ଼ା ପାଆନ୍ତି ଆଗ। କିଏ ଏପରି ପରମ୍ପରା କେବେ ସୃଷ୍ଟି କରିଥିଲା ଏ କଥା ଜଣା ନାହିଁ ତାଙ୍କୁ। କିନ୍ତୁ ତାଙ୍କର ବିଶ୍ୱାସ ଶ୍ରୀ ଜଗନ୍ନାଥଙ୍କ ଦରବାରରେ ସମସ୍ତେ ଭିକାରୀ, କି ଧନୀ କି ଦରିଦ୍ର। ଏପରି ମାଗି ଖାଇଲେ କାଳେ ଭିତରର ଅହଙ୍କାର ଧୋଇ ହୋଇଯାଏ ଗଙ୍ଗା ସ୍ନାନ ପରି। ଘର ପାଇଁ ଡାଲି, ଅନ୍ନ, ବେସର, ମହୁର, ଶାଗ ପ୍ରଭୃତି କିଣିସାରି ସେ 22 ପାହାଚର ସବା ତଳ ପାହାଚରେ ପହଞ୍ଚିଲେ। ପତିତ ପାବନଙ୍କ ପଛରେ ଥିବା ଖୋପଟି ଭିତରେ ଟିକିଏ ମହାପ୍ରସାଦ ଅର୍ପଣ କଲେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ। ଶ୍ରୀମନ୍ଦିର ଓ ନୀଳଚକ୍ରକୁ ଚାହିଁ ମହାପ୍ରସାଦ ଅର୍ପଣ କଲେ ତୃପ୍ତ ହୁଅନ୍ତି କାଳେ ପିତୃପୁରୁଷ। ସେମାନଙ୍କ ଅଶରୀରୀ ଆତ୍ମା ଶାନ୍ତ ହୁଏ, ବୈକୁଣ୍ଠ ପ୍ରାପ୍ତି ହୁଏ, ଇଏ ଓଡ଼ିଆଙ୍କ ବିଶ୍ୱାସ। ନିଜ ବାପ ମା, ଜେଜେ, ଜେଜେମା, ଶାଶୁ, ଶ୍ୱଶୁର ପ୍ରଭୃତିଙ୍କ ସ୍ମୃତି ଭାସି ଉଠେ ସେହି ମୁହୂର୍ତ୍ତରେ। କିନ୍ତୁ କେମିତି କେଜାଣି ଏତିକି ବେଳେ ଫଳବାଲା ବୁଢ଼ାଟିର ମୁହଁ ନାଚିଯାଏ ତାଙ୍କ ମାନସ ପଟରେ। ତା ଉଦ୍ଦେଶ୍ୟରେ ବି ଟିକିଏ ମହାପ୍ରସାଦ ଅର୍ପଣ କରି ମନେ ମନେ ପ୍ରଣାମ କରନ୍ତି ନିର୍ମଳା। କି ସମ୍ପର୍କ ତା ସହିତ ତାଙ୍କର? ଏମିତି କି ପରିଚୟ ତାଙ୍କର ବୁଢ଼ା ସହିତ? ତଥାପି ଏଇଠି ସେ ମନେ ପଡ଼େ। ଫେରିଲା ବାଟରେ କେତେ ସମୟ ଧରି ସେ ଆବୋରି ବସେ ତାଙ୍କ ଚେତନାକୁ। ତା ଉଦ୍ଦେଶ୍ୟରେ ଟିକିଏ ମହାପ୍ରସାଦ ଟେକି ଦେଇଥିବାରୁ ତାଙ୍କୁ ଭଲ ଲାଗେ। ସେ ମନେ ମନେ କହନ୍ତି, ମଉସା, ମୁଁ ସିନା ତୁମକୁ ପିଣ୍ଡ ପାଣି ଦେଇପାରିଲି ନାହିଁ, ହେଲେ ଶ୍ରୀ ଜଗନ୍ନାଥଙ୍କ ଦରବାରରେ ତୁମର ଆତ୍ମାର ଶାନ୍ତି ଓ ମୁକ୍ତି ପାଇଁ ପ୍ରାର୍ଥନା କରୁଛି। ସେ ତୁମକୁ ତାଙ୍କ ପାଦ ପଦ୍ମରେ ଆଶ୍ରୟ ଦିଅନ୍ତୁ। ଅନେକ ବର୍ଷ ବିତିଗଲାଣି ୟା ଭିତରେ। ପ୍ରଫେସର ପଡ଼ାର ଜଣେ ପ୍ରଫେସରଙ୍କ ଘରେ ସେ ଭଡ଼ା ନେଇ ରହୁଥିଲେ। ସେତେବେଳେ ପିଲାମାନେ ଖୁବ୍ ଛୋଟ ଛୋଟ ହୋଇଥାନ୍ତି। ସକାଳ 10ଟା 11ଟା ବେଳକୁ ବୁଢ଼ାଟି ଆସି ପହଞ୍ଚିଯାଏ। କଳା ମିଚିମିଚି ଚେହେରା, ପେଜୁଆ ପେଜୁଆ ଆଖି, ଫୁରୁଫୁରୁ ବାଳ, ଯେଉଁଥିରେ ତେଲ ଟିକିଏ ଲାଗିନଥିବ, ଗୋଟେ ଗୋଡ଼ ଗୋଦର, ଦେହରେ ଖଣ୍ଡେ 8 ହାତିଆ ଧୋତି କଛାମାରି ପିନ୍ଧିଥିବ, ଉପରେ ଧଳା ଫତେଇଟିଏ, କାନ୍ଧରେ ନାଲି ଗାମୁଛା ଖଣ୍ଡେ, ବାଁ ହାତରେ ତେଲଦିଆ ମୁସୁଳିଆ ଠେଙ୍ଗା। ଯେଉଁ ଠେଙ୍ଗାଟି ତାର ଚାଲିବାର ଅବଲମ୍ବନ, ତାର ଭରସା ବେଳର ଅବେଳକୁ ନିଜର ସୁରକ୍ଷା ପାଇଁ। ମୁଣ୍ଡ ଉପରେ ନାନା ପ୍ରକାର ଫଳ ଭର୍ତ୍ତି ଟୋକେଇକୁ ଧରିଥାଏ ଡାହାଣ ହାତରେ। ନିଜ ଶକ୍ତି ଅନୁସାରେ ଧୀରେ ଧୀରେ ଚାଲେ। ଦାଣ୍ଡ ବାରଣ୍ଡାରେ ଠେଙ୍ଗାଟି ଖୁଣ୍ଟକୁ ଆଉଜେଇ ଦେଇ ଦି ହାତରେ ମୁଣ୍ଡ ଉପରୁ ଫଳ ଟୋକେଇଟିଏ ଓହ୍ଲାଏ। ପାହାଚ ତଳକୁ ଗୋଟେ ଗୋଡ଼ ଝୁଲେଇ ଦେଇ ଡାକିଦିଏ, ମା ଲୋ, ଆଇଲୁ, ବହିନି କଲୁ। ତା ଆସିବା, ବସିବା ଓ ଡାକକୁ ନିର୍ମଳା ଖୁବ୍ ଭଲ ଭାବରେ ଚିହ୍ନି ପାରନ୍ତି ଭିତରେ ଥାଇ। ଯଦି କିଛି କାମରେ ବ୍ୟସ୍ତ ଥାନ୍ତି, ତେବେ ଭିତରୁ ଉତ୍ତର ଦିଅନ୍ତି, ମଉସା, ଟିକେ ବସ, ମୁଁ ଯାଉଛି। ଚା କପେ, 2 ଖଣ୍ଡ ପାଉଁରୁଟି କି ପିଠାଟାଏ ଯାହା ଥାଏ ଘରେ, ତାକୁ ନେଇ ଥୋଇ ଦିଅନ୍ତି ବୁଢ଼ା ସାମ୍ନାରେ। ଏଇ ଚା ଟିକକ ଯେମିତି ଅମୃତ ତା ପାଇଁ। ପାଉଁରୁଟି ଚାରେ ବୁଡ଼େଇ ବୁଡ଼େଇ ଖାଏ। ଅବଶିଷ୍ଟ ଚାକୁ ପିଇ ମୁହଁକୁ ଗାମୁଛାରେ ଭଲ କରି ପୋଛି ଦିଏ। ସବୁ ପ୍ରକାର ଭଲ ଭଲ ଫଳ ପୁଞ୍ଜାଏ 2 ପୁଞ୍ଜା ବାଛି ନିର୍ମଳାଙ୍କ ହାତକୁ ବଢ଼େଇ ଦିଏ। ପିଲାମାନେ ସେତେବେଳକୁ ଘେରି ଯାଇଥାନ୍ତି ବୁଢ଼ାକୁ। ବୁଢ଼ା ସେମାନଙ୍କ ହାତକୁ ଗୋଟେ ଗୋଟେ ଫଳ ବଢ଼ାଇ ଦିଏ ପସନ୍ଦକୁ ଚାହିଁ। ଯୋଉ ଋତୁରେ ଯୋଉ ଫଳ। ବୁଢ଼ାର ତାକୁ ନେଇ ବେପାର। ପିଲାଙ୍କୁ ହସି ହସି କହେ, ଧୋଇ ଧାଇ ଖାଇବ, ମାକୁ କହ ଧୋଇଦବ, ନହେଲେ ରୋଗ ହେବ।
ନିର୍ମଳା କେତୋଟି ଟଙ୍କା ଆଣି ବୁଢ଼ାକୁ ଦିଅନ୍ତି। ମୂଲଚାଲ ନଥାଏ କି ଦରଦାମ ଜାଣିବା ଦରକାର ହୁଏନି। ସେ କେତେ ଦିଅନ୍ତି କେତେ ପାଆନ୍ତି ସେ ନେଇ ମୁଣ୍ଡ ଖେଳେଇ ନାହାନ୍ତି କେବେ। ପର୍ବପର୍ବାଣୀ ଭଲମନ୍ଦ ଦିନମାନଙ୍କରେ ପିଠା ପଣା କ୍ଷୀରି ଖେଚୁଡ଼ି ଯାହା କରନ୍ତି ବୁଢ଼ା ପାଇଁ ସାଇତି ରଖିଥାନ୍ତି। ବୁଢ଼ା ପାଇଁ ଗୋଟେ ଅଲଗା ଷ୍ଟିଲ୍ ଥାଳି ଗ୍ଲାସ୍ କପ୍ ରଖା ହୋଇଥାଏ। ଅମୃତ ଆସ୍ୱାଦନ କଲା ପରି ବୁଢ଼ା ପରମ ତୃପ୍ତିରେ ତାକୁ ଖାଏ। ବାରଣ୍ଡାର ଶେଷ ମୁଣ୍ଡକୁ ଥିବା ପାଣି କଳରେ ବାସନ ଧୋଇ ଦେଇ ବଢ଼େଇ ଦିଏ ନିର୍ମଳାଙ୍କ ହାତକୁ। ପାନ ଖଣ୍ଡେ ପାଟିରେ ପୂରେଇ ଫଳ ଟୋକେଇଟିକୁ ମୁଣ୍ଡକୁ ଉଠାଏ। ଠେଙ୍ଗାଟି ଧରି ଗୋଟି ଗୋଟି ହୋଇ ପାଦ ବଢ଼ାଏ ଆଗକୁ। ବୟସ ପ୍ରାୟ 60 ସରିକି ହେବ। ଖରା ତରାରେ ବୁଲି ବୁଲି 70 ବର୍ଷର ବୁଢ଼ା ପରି ଲାଗେ। ବୁଢ଼ା କଥା କଥାକେ କହେ, ବୁଝିଲୁ ମା, କଳି ସଠା, ମତେ ପରା 60 ଟପିଲାଣି। ନିର୍ମଳା କହନ୍ତି, ମଉସା 60 କ'ଣ ଗୋଟେ ବର୍ଷ? ବୁଢ଼ା ତାର ପାନଖିଆ ଦାନ୍ତ ପାଟିକ ଦେଖି ହସି ହସି କହେ, ମୋ ମା ଆଖିରେ ତ ମୁଁ ଛୁଆଟାଏ। ହଉ ହେଲା, ତୋର ଛୁଆ ପୁଅ ମୁଁ। 3-4 ବର୍ଷ ଭିତରେ ବୁଢ଼ାଟି ସହିତ ନିବିଡ଼ ଆତ୍ମୀୟତାରେ ବାନ୍ଧି ହୋଇଯାଇଥିଲେ ନିର୍ମଳା। ଦିନେ କହୁ କହୁ ତା ପରିବାରର କଥା ପଚାରିଦେଲେ ନିର୍ମଳା। ଆଗରୁ ଯେତେଥର ପଚାରିଥିଲେ ବି ବୁଢ଼ା କଥାଟାକୁ ବାଆଁରେଇ ଦିଏ। ତାର ସେ ଗୋପନ ରହସ୍ୟ ଅନେକ ଦିନ ଯାଏ ଅନୁଦ୍ଘାଟିତ ଥିଲା ନିର୍ମଳାଙ୍କ ପାଖରେ। ଏଥର କିନ୍ତୁ ସେ ନଛୋଡ଼ ବନ୍ଧା। କଥା ଆଦାୟ କରିବେ ଯେମିତି ହେଉ। କାହିଁକି ଏମିତି ଜିଦ୍ ହେଲା କେଜାଣି? ବୁଢ଼ା ଆଖିରୁ ଠୋପା ଠୋପା ଲୁହ ନିଗିଡ଼ି ପଡ଼ିଲା। ନିର୍ମଳା ବ୍ୟସ୍ତ ହୋଇ କହିଲେ, ମଉସା, ତମ ମନ କଷ୍ଟ ହେଲା ଭଳି ମୁଁ ନିଶ୍ଚୟ କିଛି କହିଲି କି? ଛାଡ଼, ଆଉ କେବେ ତୁମକୁ ମୁଁ ଏ କଥା ପଚାରିବିନି। ନାଇଁରେ ମା, ତୁ ତ ମୋ ଝିଅ। ଧର୍ମକୁ ସାକ୍ଷୀ ରଖି ସୂର୍ଯ୍ୟ ଦେବତାଙ୍କୁ ଚାହିଁ ତତେ ମୁଁ ଝିଅ କରିଛି। ତୁ ପଚାରିବୁନି ତ ଆଉ କିଏ ପଚାରିବ? ମନ କଷ୍ଟ ହୁଏ ବୋଲି ତୋ କଥାକୁ ମୁଁ ଏଡ଼େଇ ଯାଏ। ତୁ ଭୁଲ ବୁଝନା। ଏ ସଂସାରରେ ମୋର ଆଉ କେହି ନାହିଁ। ସେ ଦିନ ଗୁଡ଼ାକ ମନେ ପଡ଼ିଲେ ଅମାନିଆ ଲୁହ ଗୁଡ଼ାକ ବାରଣ ମାନନ୍ତି ନାହିଁ। ତୁମ ମନରେ ଦୁଃଖ ଦେଲି କି ମଉସା? କାନ୍ଦନି ମଉସା, ମୋ ରାଣ। ଆଖିରୁ ଲୁହ ପୋଛି କିଛି ସମୟ ଗୁମ୍ ମାରି ବସିଲା ବୁଢ଼ା। ମଗ୍ନ ହୋଇଗଲା କୋଉ ଭାବ ରାଜ୍ୟରେ। ବଦଳି ଯାଇଥିଲା ମୁହଁର ଭାବଭଙ୍ଗୀ। କରୁଣ ଅଶ୍ରୁଳ ଥମଥମ ମୁହଁରେ ଫୁଟି ଉଠୁଥିଲା ଅବ୍ୟକ୍ତ ବେଦନା, ଯାହା ତା ଆତ୍ମାର ରକ୍ତକ୍ଷରଣକୁ ପ୍ରକଟ କରୁଥିଲା। ନିର୍ମଳା ଚୁପ୍ ରହିଲେ। କିଛି ସମୟ ପରେ ବୁଢ଼ା କହିଲା, ଶୁଣିବୁ ମା, ଶୁଣୁ। ମୋ ଦୁଃଖ ଆଜି ଯାଏ କାହା ଆଗରେ କହିନଥିଲି। ଦୁଃଖ ତ କେହି ନେଇଯିବନି, ବରଂ ହସିବ ମୋ ପାଗଳପଣିଆ ଦେଖି। ତୁ ତ ଜାଣିଛୁ ମୋ ଘର ଏଇ ପରିଡ଼ା ସାହିରେ। ମା ବାପାଙ୍କର ଏକୋଇରବଳା ବିଶିକେଶନ ଥିଲି ବୋଲି ମୋ ସେରେନ୍ଦାପଣର ସୀମା ନଥିଲା। ବାପାଙ୍କର ବଡ଼ ଫଳ ଗୋଦାମ ଥିଲା ଛତ୍ର ବଜାରରେ। 4-5 ଏକର ଚାଷ ଜମି ଥିଲା ଏଇ ପାଖରେ। ଆଜି ଯେଉଁ ସହର ଦୋଳମୁଣ୍ଡେଇଠୁ ବଢ଼ିବାରେ ଲାଗିଛି, ସେଠି କୋଠାବାଡ଼ି କିଛି ନଥିଲା ମୋ ପିଲାଦିନେ। କିଆରୀରେ ବାଇଗଣ, ଶାଗ, ମୂଳା, କୋବି ଚାଷ କରୁଥିଲେ ଆମଠୁ ଭାଗରେ ନେଇଥିବା ଭାଗ ଚାଷୀମାନେ। ଘରେ ତ ଖାଇବାକୁ 3ଟା ପେଟ, କେତେ ଖାଇବୁ? ମୋ ବାପା ଶ୍ରୀ ଅକ୍ଷର ବିପର୍ଯ୍ୟିତ ଥିଲେ, କିନ୍ତୁ ମୋତେ ନେଇ ତାଙ୍କର ଅନେକ ସ୍ୱପ୍ନ ଥିଲା। ମୁଁ ପାଠ ପଢ଼ି ବଡ଼ ମଣିଷ ହେବି। ସାହିର ସବୁ ପିଲାଙ୍କଠାରୁ ଭିନ୍ନ, ସ୍ୱତନ୍ତ୍ର। ସେ ଜାଣିନଥିଲେ ବଡ଼ ମଣିଷର ସ୍ୱରୂପ କ'ଣ, କିନ୍ତୁ ତାଙ୍କ ଭିତରେ ଅସୁମାରୀ ଆଶା ଜମାଟ ବାନ୍ଧିଥିଲା। ମାଇନର ପାସ୍ କରି ମୁଁ ପଢ଼ିବାକୁ ଗଲି ପ୍ୟାରିମୋହନ ଏକାଡେମୀ ସ୍କୁଲକୁ। ସେଇଠି ଦେଖା ହୁଏ କମଳା ସହିତ, ମୋ ସ୍ୱପ୍ନର ନାୟିକା। ଆଃ, ତା ଆଖିରେ ଥିଲା ସାରା ପୃଥିବୀର ମହୁଆ ନିଶା। ମୋ ଅଜ୍ଞାତ ସାରରେ ମୁଁ ଟାଣି ହୋଇଯାଇଥିଲି ତା ଆଡ଼କୁ। ତୁ କେବେ ଶରତ କାଳର ପୂର୍ଣ୍ଣିମା ଚାନ୍ଦକୁ ନିରେଖି ଦେଖିଛୁ ମା? ତା ଜ୍ୟୋତ୍ସ୍ନାରେ କେବେ ଭିଜିଛୁ? ତା ସ୍ନିଗ୍ଧତାକୁ କେବେ ଅନୁଭବ କରିଛୁ? କମଳା ଥିଲା ଅଶୀଣର ପୁନେଇ ଜହ୍ନ, ସେମିତି ସରଳ, ଶାନ୍ତ ଓ ସୁନ୍ଦର। ମୁଁ ତାକୁ ନିରେଖି ଦେଖେ। ତା କଥାରେ କଥା ଦିପଦ ହେବାକୁ ପ୍ରାଣ ଛଟପଟ ହୁଏ। ଦିନେ ସେ ସ୍କୁଲକୁ ନ ଆସିଲେ ମୋତେ ଚାରିଆଡ଼େ ଶୂନ୍ୟ ଶୂନ୍ୟ ଲାଗେ, ଯେପରି ଏ ସାରା ସଂସାର ସ୍ଥାଣୁ ସ୍ଥବିର ପାଲଟି ଯାଇଛି। କାକର ଭିଜା ଗଙ୍ଗଶିଉଳି ପରି ତା କୈଶୋରର ମଧୁର ମହକ ସଞ୍ଚରି ଆସେ ମୋ ସତ୍ତା ଭିତରକୁ। ତାର କଥା କେଇପଦ ସତେ କି ମହୁମାଛିର ଗୁଣୁଗୁଣୁ ସ୍ୱର, ଯେଉଁଥିରେ କେବଳ ମିଠା ମିଠା ଅମୃତ ବର୍ଷା ହୁଏ କର୍ଣ୍ଣ ଗହ୍ୱରରେ। ପୁଲକିତ କରେ ହୃଦୟର କେଉଁ କୋଣ ଅନୁକୋଣ। କୈଶୋରର ନିଷ୍କ୍ରମଣ ଆଉ ଯୌବନର ପଦାର୍ପଣ ମଝିରେ ଦରଫୁଟା କମଳ କଳିଟି ପରି କମଳା ଆଚ୍ଛନ୍ନ କରି ରଖିଥିଲା ମୋ ହୃଦୟକୁ, ମୋ ଚେତନାକୁ। ମୁଁ କ୍ରମଶଃ ନିମଜ୍ଜିତ ହେଉଥିଲି ତା ପ୍ରେମର ମହାପ୍ରବାହରେ। ଅଥଚ ସେ ଜାଣିନଥିଲା ମୋ ଭିତରର ଉଦ୍ବେଳନକୁ, ମୋ ଭଲ ପାଇବାକୁ, ମୋ ଦୁର୍ବଳତାକୁ। ଏପରି ଏକ ସମ୍ପର୍କକୁ କ'ଣ କୁହାଯିବ ତୁ କହିପାରିବୁ? ଚାହୁଁ ଚାହୁଁ ଦୁହେଁ ମାଟ୍ରିକ ପାସ୍ କଲୁ। ସେ ପ୍ରଥମ ଶ୍ରେଣୀରେ ଆଉ ମୁଁ ଦ୍ୱିତୀୟ ଶ୍ରେଣୀରେ। ରେଭେନ୍ସା କଲେଜରେ ଦୁହେଁ ନାମ ଲେଖାଇଲୁ। ସେ ପଢ଼ିଲା ବିଜ୍ଞାନ ଆଉ ମୁଁ କଳା।
ମୋ ସଫଳତା ଅପେକ୍ଷା କମଳାର ଏ ବିଶେଷ ସଫଳତାରେ ମୁଁ ଆତ୍ମହରା ହୋଇଯାଇଥିଲି। ଆମ ସାହିରେ ମୁଁ ଥିଲି ପ୍ରଥମ ମ୍ୟାଟ୍ରିକ୍ ପାସ୍ ବାଲା। ଖୁସିରେ ବାପା ସାହିରେ ଭୋଜି ଦେଇଥିଲେ। ତାଙ୍କ ଗୋଡ଼ ତଳେ ଲାଗୁନଥିଲା। ପ୍ରଫେସର ପଡ଼ାରେ ରହୁଥିବା ରେଭେନ୍ସା କଲେଜର ପ୍ରଫେସରମାନଙ୍କ ସହିତ ବାପାଙ୍କର ଚିହ୍ନା ପରିଚୟ ଥିଲା। ବାପା ସେମାନଙ୍କୁ ଦେବତା ଜ୍ଞାନ କରୁଥିଲେ। ଏମିତିରେ କେତେବେଳେ ତାଙ୍କ ମନରେ ଆଶା ଅଙ୍କୁରିତ ହୋଇଥିଲା ଯେ ତାଙ୍କ ପୁଅ ରେଭେନ୍ସା କଲେଜରେ ପଢ଼ି ପ୍ରଫେସରମାନଙ୍କ ପରି ବଡ଼ ମଣିଷ ହେବ। ସେ କ'ଣ ଜାଣିଥିଲେ ତାଙ୍କ ପୁଅ ଭାଗ୍ୟରେ କେବଳ ଦୁଃଖ ଲେଖା ହୋଇଛି ବୋଲି? କବି ରାଧାନାଥ ବରା କହୁଥିଲେ, ଦୁଃଖ ଗୁରୁଙ୍କର ପଟ୍ଟ ଶିଷ୍ୟ ମୁହିଁ। ଏ କଥା ଯେପରି ସେ ମୋର ପାଇଁ କହିଥିଲେ। ବା ମଉସା, ତମେ କେତେ ସୁନ୍ଦର କଥା କହି ଜାଣ। ଏତେ ପାଠ ପଢ଼ିଛ, ଅଥଚ କେବେ ବି ଜଣାପଡ଼ନି। କେହି ବି ତମ କଥାରୁ ଠଉରେଇ ପାରିବେନି ତମେ ରେଭେନ୍ସା କଲେଜରେ ପଢ଼ୁଥିଲ ବୋଲି। ମତେ ବି ଦିନେ କହିନ। ମୋର ତ ଧାରଣା ଥିଲା ତୁମେ ମାଇନର ବି ମାଡ଼ି ନଥିବ। କ'ଣ ପାଇଁ ତମର ଏମିତି ଅବସ୍ଥା ହେଲା? ତମ କଥା ଶୁଣି ତ ମତେ ଆଶ୍ଚର୍ଯ୍ୟ ଲାଗୁଛି। ଏତେ ଜମିବାଡ଼ି, ଫଳ ଗୋଦାମ, ଶିକ୍ଷାଗତ ଯୋଗ୍ୟତା, ଏତେ ସବୁ ଥାଉ ଥାଉ ତମର ଏମିତି ଅବସ୍ଥା କାହିଁକି ହେଲା ମଉସା? କିଏ ତମଠୁ ଛଡ଼େଇ ନେଲା ଏତେ ସୌଭାଗ୍ୟକୁ? ଭାଗ୍ୟ, ଭାଗ୍ୟ ମା, ତୁ କ'ଣ ପଢ଼ିନୁ? କର୍ମ ଦୋଷେ ନଳରାଜା କାଟେ ଘୋଡ଼ା ଘାସ, କର୍ମ ଯୋଗେ ରାଜା ରାମ ଗଲେ ବନବାସ। ରାଜା ହରିଶ୍ଚନ୍ଦ୍ର ତ ପୁଣି ଭାଗ୍ୟ ବାମ ହେବାରୁ ଶ୍ମଶାନରେ ଚଣ୍ଡାଳ ବୃତ୍ତି କରିଥିଲେ। ମୁଁ ତ ସାମାନ୍ୟ ଲୋକ। ବୁଢ଼ାର ନିଥର ଆଖି ଦୁଇଟିରେ କାରୁଣ୍ୟର କାଳିମା ଛାଇ ହୋଇଗଲା। ମୁହଁ ଥମଥମ ହେଲା। ବର୍ଷି ଯିବା ପାଇଁ ଯେପରି ଶ୍ରାବଣ ଅଥୟ ହୋଇ ଉଠୁଥିଲା ଜଳଦ ମେଘମାଳା ରୂପରେ। ନିର୍ମଳା ନିବିଷ୍ଟ ଚିତ୍ତରେ ଶୁଣୁଥିଲେ ଓ ନିରୀକ୍ଷଣ କରୁଥିଲେ ବୁଢ଼ାର ମୁହଁକୁ। ହଁ, କ'ଣ କହୁଥିଲିଟି? କଥା କ'ଣ କି ଝିଅ, ସେସବୁ ଦିନର କଥା ମତେ ମନେ ପଡ଼ିବାରୁ ମୁଁ ପ୍ରଗଳ୍ଭ ହେଇଯାଉଛି। କ'ଣ କହିବାକୁ ଯାଇ କ'ଣ କହୁଛି। ତମେ ରେଭେନ୍ସା କଲେଜରେ ନାଁ ଲେଖାଇଲ, ତାପରେ କ'ଣ ହେଲା? ହବ ଆଉ କ'ଣ? ବର୍ଷଟିଏ ଭଲରେ କଟିଗଲା। ଦୁଃଖ ମାଡ଼ି ଆସିଲା ଚତୁର୍ଦିଗରୁ। ସାହି ସାହି ଭିତରେ ଗଣ୍ଡଗୋଳ ହେଲା। ବାପା ମଝିରେ ପଶି ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ। କିଏ ଜଣେ ପଛରୁ ଠେଙ୍ଗାଟାରେ ବାହାରେ ଦେଲା ବାପାଙ୍କ ମୁଣ୍ଡକୁ। ଛତୁ ହୋଇଗଲା ତାଙ୍କ ମୁଣ୍ଡ। ସେଇଠି ଟଳି ପଡ଼ିଲେ ମୋ ବାପା। ସବୁ ଶେଷ। ପୁଲିସ ଆସିଲା। କେତେଜଣ ବନ୍ଧା ହୋଇଗଲେ। ମକଦ୍ଦମା ଚାଲିଲା। କିନ୍ତୁ ସବୁଦିନ ପାଇଁ ଡୋର ବନ୍ଧା ହୋଇଗଲା ମୋ ପୋଥିରେ। ସାହି ପଡ଼ିଶା, ଗୁରୁଜନଙ୍କ ଉପଦେଶ ସବୁ ମତେ ଦେଲେ ଗୋଦାମରେ ବସିବାକୁ। ଏତିକିରେ ମୋ ଦୁଃଖ ସରିଲାନି। ଦୁର୍ଭାଗ୍ୟ ଯେତେବେଳେ ଆସେ ତାର ଭାଇ ବନ୍ଧୁ କୁଟୁମ୍ବ ଧରି ଆସେ। ମାସ କେଇଟା ଯାଇଛି କି ନାହିଁ, ବୋଉ ବି ବାପାଙ୍କ ପଛେ ପଛେ ବାହୁଡ଼ିଗଲା। ପଛରେ ଛାଡ଼ି ଦେଇଗଲା ତା ବାପା, ମା, ଝୁଣ୍ଡ ପୁଅକୁ। ପାଦ ତଳର ପୃଥିବୀ ମୋର ଥରି ଉଠୁଥିଲା। ବାପା ଗଲା ପରେ ମୁଁ ନିଜକୁ ଏତେ ଅସହାୟ ମଣି ନଥିଲି। ବୋଉ ମୋ ଜୀବନକୁ ସମ୍ପୂର୍ଣ୍ଣ ରିକ୍ତ କରିଦେଇଗଲା। ବାପାଙ୍କ ମୃତ୍ୟୁ ବେଳେ କ୍ରୋଧରେ ମୋ ଭିତରେ ନିଆଁ ଜଳୁଥିଲା। ଦୋଷୀ ସିନା ଜେଲ୍ ଗଲା, ହେଲେ ମୁଁ ତାର କିଛି କରିପାରିଲିନି। ଆଜି ବି ଶାନ୍ତ ହୋଇନି ମୋ ଭିତରେ ଥିବା ସେ ନିଆଁ। ୟା ଭିତରେ ଅନେକ ବର୍ଷ ବିତିଗଲାଣି। ମହାନଦୀରେ କେଜାଣି କେତେ ପାଣି ବୋହିଗଲାଣି। ବାପା ମାଙ୍କର ଅଲିଅଳ ପୁଅ ଦାଣ୍ଡରେ ଭିକାରୀ ପାଲଟି ଗଲାଣି। ସମୟ ମୋତେ କେଉଁଠୁ ନେଇ କେଉଁଠି ପକାଇ ଦେଇଛି, ସେ ସାମର୍ଥ୍ୟ ବି ନାହିଁ ତାକୁ କଳନା କରିବାକୁ। ବୁଢ଼ାର ଆତ୍ମଦାହ ସତେକି ଆତ୍ମପ୍ରକାଶ କରିବାକୁ ବ୍ୟାକୁଳ ହେଉଥିଲା। ସେ ମୁହଁ ପୋଛିଲା ପୁଣି ଥରେ। ସବୁ ଦୁଃଖ ବେଦନାର ଧୂଳି ଧୂଆଁକୁ ଯେପରି ସେ ତା ନାଲି ଗାମୁଛାରେ ପୋଛି ସଫା କରିଦେବାକୁ ଚାହୁଁଥିଲା। ଘର ଭିତରକୁ ଉଠିଯାଇ ନିର୍ମଳା ପାଣି ଗ୍ଲାସ ଆଣି ବୁଢ଼ା ହାତକୁ ବଢ଼ାଇ ଦେଲେ। ପାଣିକୁ ଢକ ଢକ କରି ପିଇ ନୀରବ ହୋଇ ବସିଲା କିଛି ସମୟ। ସ୍ୱପ୍ନଭଙ୍ଗ ନାଟକର ଦ୍ୱିତୀୟ ଅଙ୍କ ଆରମ୍ଭ କରିବା ପାଇଁ ସତେକି ସେ ପ୍ରସ୍ତୁତ ହେଉଥିଲା ମନେ ମନେ। ଏତେ ଦୁଃଖ ସତ୍ତ୍ୱେ ଗୋଦାମ କଥା, ବେପାର କଥା ବୁଝିଲି ନିଷ୍ଠାପର ଭାବରେ। ମୋ କମଳାକୁ ପାଇବାକୁ ହେଲେ ମୋତେ ବହୁତ ରୋଜଗାର କରିବାକୁ ହେବ, ଧନୀ ହେବାକୁ ହେବ, ସମାଜରେ ପ୍ରତିଷ୍ଠିତ ହେବାକୁ ହେବ। ମୁଁ ସିନା ଭାଗ୍ୟ ଦୋଷରୁ ଶିକ୍ଷା ଦୀକ୍ଷାରେ ତାର ସମକକ୍ଷ ହୋଇପାରିଲି ନାହିଁ, ହେଲେ ବଡ଼ ଧନୀଟିଏ ହେଲେ ତା ବାପା ମା ମୋ ସହିତ ନିଶ୍ଚୟ ତାକୁ ବାହା ଦେବେ, ଅରାଜି ହେବେ ନାହିଁ। ମୁଁ ଜାଣିନଥିଲି ଏହା ଥିଲା ମୋର ଦିବା ସ୍ୱପ୍ନ, ଏକ ଅଳିକ ଭାବନା। କମଳା ବିଏ ଅନର୍ସ ରଖି ପାସ୍ କଲା। ମୁଁ ଏ ଖବର ଜାଣି ଧାଇଁଗଲି ତା ବାପାଙ୍କ ପାଖକୁ। ମୋ ମନର କଥା ତାଙ୍କୁ କହିଲି। କି ପାଗଳପଣ ଘାରିଥିଲା କେଜାଣି। ମୋ କଥା ଶୁଣି ହୋ ହୋ ହୋଇ ହସି ଉଠିଲେ ତା ବାପା। ତାଙ୍କ ହସରେ ଗଗନ ପବନ କମ୍ପି ଉଠିଲା। ସତେକି କହିଲେ, ତୁମେ ଜାଣ ତମେ କ'ଣ କହୁଛ? ଯେତେ ଧନୀ ହେଲେ ବି ଜଣେ ଫଳ ବେପାରୀ ଏପରି ଆସ୍ପର୍ଦ୍ଧା କରିପାରେ ମୁଁ ଭାବି ପାରୁନି। ଜଣେ ଫାର୍ଷ୍ଟ କ୍ଲାସ୍ ମ୍ୟାଜିଷ୍ଟ୍ରେଟ୍ର ଝିଅ ବାହା ହେବ ତମ ଭଳି ଜଣେ ମୂର୍ଖକୁ? କେବେ ମୋ ଝିଅ କହିଛି ତମକୁ ସେ ପ୍ରେମ କରେ ବୋଲି, ତୁମକୁ ବିବାହ କରିବ ବୋଲି? ତୁମକୁ ପୋଲିସରେ ଦେବାକୁ ମୁଁ ଚାହେଁ ନାହିଁ। ଏଠୁ ଚାଲିଯାଅ। ମୋ ଝିଅ କଥା ମନରୁ ପୋଛି ଦିଅ। ବରଂ ଅନ୍ୟଠି ବାହାସାହା ହୋଇ ସୁଖରେ ସଂସାର କରି ରୁହ। ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ନିଷ୍ଫଳ ପ୍ରୟାସ କରନି। ମୁଁ କମଳାକୁ ଭଲ ପାଏ, ପ୍ରାଣ ଭରି ଭଲ ପାଏ। ତାଙ୍କୁ ମୁଁ ଖୁସିରେ ରଖିବି, ଆପଣଙ୍କୁ କଥା ଦେଉଛି।
ତୁମ ଆସ୍ପର୍ଦ୍ଧା ଓ ଦୁଃସାହସ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି। ତୁମ ପାଗଳାମିର ପରିଣାମ କେତେ ଭୟାବହ ହୋଇପାରେ ଏକଥା ଭାବି ଦେଖିଛ? ଏଇ ମୁହୂର୍ତ୍ତରେ ବାହାରି ଯାଅ ଏଠୁ, ନଚେତ୍ ଜେଲର କାଳ କୋଠରୀ ଭିତରକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଅ। କମଳା ତୁମ ପରି କୁତ୍ସିତ କଦାକାର ଲୋକକୁ ଭଲ ପାଇବା ତ ଦୂରର କଥା, ଆଡ଼ ଆଖିରେ ଅନାଇବନି। ମୋ ଝିଅକୁ ମୁଁ ଜାଣେ। ଆଉ କିଛି ଶୁଣିବାକୁ ମୋର ବାକି ନଥିଲା। ଏକମୁହାଁ ହୋଇ ଚାଲି ଆସି ମନରୁ ବାହା ହେବା କଥା ସବୁଦିନ ପାଇଁ ପୋଛିଦେଲି। କମଳା ଘର ଭିତରେ ଥାଇ ବି ପଦେ ଆସି କହିଲାନି ତା ବାପାଙ୍କ ସାମ୍ନାରେ। ବୁଝିପାରିଲି ଇଏ ଥିଲା ମୋର ଏକତରଫା ପ୍ରେମ। କିନ୍ତୁ କମଳାକୁ ତ ମୁଁ ସତରେ ଭଲ ପାଏ। ତେବେ କୋଉଠି କ'ଣ ଅଭାବ ରହିଗଲା? ମୋ ପ୍ରେମକୁ ସେ ବି ବୁଝିପାରିଲାନି। ଏ ଅପମାନ, ଏ ଉପେକ୍ଷା ମୋ ଅସ୍ଥି ମଜ୍ଜାକୁ ଭେଦିଗଲା। ଗୋଦାମ, ଟଙ୍କା ପଇସା, ବେପାର, ବଣିଜ ମୋତେ ବିଷ ପରି ଲାଗିଲା। ଭାବିଲି ସନ୍ନ୍ୟାସୀ ହେଇଯିବି। ନିଜ ଉପରେ ଅଭିମାନ ହେଲା। ସତକୁ ସତ ଏକମୁହାଁ ହୋଇ ଦିନେ ଚାଲିଗଲି। ବାସ୍ତୁହରା ପରି ଘୁରି ବୁଲିଲି ଏଠି ସେଠି। ସଂସାର ମୋହ ଛାଡ଼ି ଦୀର୍ଘ 7 ବର୍ଷ ଶାନ୍ତି ପାଇଁ କୁଆଡ଼େ କୁଆଡ଼େ ନ ଯାଇଛି ଏମିତି ନାହିଁ। ତୀର୍ଥସ୍ଥଳୀ, ସାଧୁସନ୍ଥଙ୍କ ଆଶ୍ରମ, ସହର, ବଜାର, ଯୁଆଡ଼େ ଗଲି ମୋ ସ୍ମୃତି ପଟରେ ଉଭା ହେଇ ଯାଉଥିଲା କମଳା। ସତେ ଯେମିତି ଛାୟା ରୂପରେ ସେ ଅନୁସରଣ କରୁଥିଲା ମୋତେ। ତା ପରିବାରର ଉପେକ୍ଷା ମୋ ଆତ୍ମାକୁ ସେତିକି କଷ୍ଟ ଦେଉଥିଲା। ତା ପ୍ରତି ମୋର ପ୍ରେମ ଆକର୍ଷଣ ସେତିକି ପ୍ରଗାଢ଼ ହେଉଥିଲା। ତ୍ରିଶଙ୍କୁ ପରି ମୁଁ ନା ସ୍ୱର୍ଗକୁ ଯାଇପାରୁଥିଲି କିମ୍ବା ମାଟି ମନସ୍କ ହୋଇପାରୁଥିଲି। ବେଳେ ବେଳେ ମନେ ହେଉଥିଲା ସେ ମୋର ସମଗ୍ର ସତ୍ତାକୁ କବଳିତ କରି ରଖିଛି, ଯହିଁରୁ ମୁକ୍ତି ନାହିଁ। କ'ଣ କଲେ ମୁଁ ତାଠୁ ମୁକ୍ତି ପାଇବି ଜାଣିପାରୁନଥିଲି। ସେ ଅପମାନ ମୋ ଆତ୍ମାକୁ ତୀକ୍ଷ୍ଣ ମାରଣାସ୍ତ୍ରରେ ନିରନ୍ତର ବିଦ୍ଧ କରୁଥିଲା। ସତେକି ମୋ ଭିତରେ ରକ୍ତ କ୍ଷରଣ ଚିରଶ୍ରୁତା ପାଲଟି ଯାଇଥିଲା। ଥାଉ ମଉସା, ସେସବୁ ଆଉ ମନେ ପକେଇ କିଛି ଲାଭ ନାହିଁ। ଟିକେ ଛେପ ଢୁକି ସ୍ମିତ ହସି ବୁଢ଼ା କହିଲା, ଜାଣିଛୁ ଝିଅ, ଦିନେ ଜଣେ ସାଧୁଙ୍କ ସଙ୍ଗେ ସାକ୍ଷାତ ହେଲା। ସେ ଗୋଟେ ବିରାଟ ଜନସମାବେଶରେ ପ୍ରବଚନ ଦେଉଥିଲେ। ମୋର ମନେ ହେଲା ସେ ଯେପରି ମୋ ଉଦ୍ଦେଶ୍ୟରେ ଏସବୁ କଥା କହୁଛନ୍ତି। ତାଙ୍କ କଥା ଗୁଡ଼ାକ ମୋ ମର୍ମକୁ ଭେଦ କଲା। ସେ ସର୍ବଜ୍ଞ ଥିଲେ ନିଶ୍ଚୟ। ମୋ ହୃଦୟର ଅଭ୍ୟନ୍ତରରେ ପ୍ରବେଶ କରି ଦୁଃଖର ଅନ୍ଧାରୀ ଗୁହା ଭିତରୁ ମୋ ହାତ ଧରି ବାହାରକୁ ଆଣି ଆଲୋକ ସ୍ନାନ କରାଇଦେଲେ। ସେ କ'ଣ କହୁଥିଲେ ଶୁଣିବୁ? ଆଜି ବି ଗୋଟି ଗୋଟି ହୋଇ ମୋର ସବୁ ମନେ ଅଛି। ସେ କହୁଥିଲେ, ଏ ଜଗତରେ ଯିଏ କେବେ ପ୍ରେମ କରିନାହିଁ, ପ୍ରେମରେ ଆତୁର ହୋଇନାହିଁ, ସେ କେବେ ଜୀବନର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରିପାରେ ନାହିଁ। ପ୍ରେମ ଏକ ନୀରବ ତପସ୍ୟା, ଗୋଟେ ଆହୁତି, ଯେଉଁ ଯଜ୍ଞରେ ନିଜ ସ୍ୱାର୍ଥ ବାସନାକୁ ସମର୍ପଣ କରାଯାଏ ହବ୍ୟ ରୂପରେ। ପ୍ରେମ ଏକ ଆଲୋକ। ଏହା କେବଳ ଆତ୍ମାକୁ ଆଲୋକିତ କରେ ନାହିଁ, ବରଂ ଭିତରର ସମସ୍ତ ଅନ୍ଧକାରକୁ ଦୂର କରିଦିଏ। ପ୍ରେମରେ ପ୍ରତିଦାନର ଅଭିଳାଷ ନଥାଏ, କାମ ବାସନା ନଥାଏ, ଅଧିକାର କରିବାର ଅଭିଳାଷ ନଥାଏ। ଦେହ ଭାବନା ପ୍ରାପ୍ତିର ଆକାଂକ୍ଷା ଯେଉଁଠି ଥାଏ, ତାହା କଦାପି କଦାପି ପ୍ରେମ ହୋଇ ନପାରେ। ସେଇ ପରମ ପ୍ରେମମୟ ପରମେଶ୍ୱର ହେଉଛନ୍ତି ପ୍ରେମର ପ୍ରତୀକ। ଯିଏ ପ୍ରକୃତ ପ୍ରେମର ପୂଜାରୀ, ସେ ହିଁ ଈଶ୍ୱରଙ୍କର ଶ୍ରେଷ୍ଠ ଭକ୍ତ। କାରଣ ଈଶ୍ୱର ହେଉଛନ୍ତି ପ୍ରେମ, ଆଉ ପ୍ରେମ ହେଉଛି ଈଶ୍ୱର। ପ୍ରେମ ସତ୍ୟ, ପ୍ରେମ ସୁନ୍ଦର, ପ୍ରେମ ମଙ୍ଗଳମୟ, ଶୁଭଙ୍କର, ଆନନ୍ଦମୟ, ଅମୃତମୟ। ପ୍ରେମରେ ଉତ୍ତରଣ ଥାଏ, ବିଷାଦ ନଥାଏ। ସ୍ୱାମୀଜୀଙ୍କ ମୁଖମଣ୍ଡଳ ଆନନ୍ଦ ଉଦ୍ଭାସିତ ହୋଇ ଉଠୁଥିଲା। ସେ ପୁଣି କହିଲେ, ସଂସାର ଭିତରେ ଥାଇ ଜଗତକୁ କୃଷ୍ଣମୟ, ପ୍ରେମମୟ, ଆନନ୍ଦମୟ ଦେଖିବା ହିଁ ସର୍ବଶ୍ରେଷ୍ଠ ସାଧନା, ଭକ୍ତି ଯୋଗର ଚରମ ସିଦ୍ଧି। କର୍ମଯୋଗକୁ ତ୍ୟାଗ କରି ଉତ୍ତରଣ କେବେ ସମ୍ଭବ ନୁହେଁ। କାରଣ ଭଗବଦ୍ ଗୀତାରେ କୁହାଯାଇଛି, କର୍ମରୁ ଜ୍ଞାନ ଓ ଜ୍ଞାନରୁ ଭକ୍ତିର ଉଦୟ ହୋଇଥାଏ। ଯେଉଁମାନେ ସଂସାର ବିମୁଖ, କର୍ମ ବିମୁଖ, ସେମାନେ ଈଶ୍ୱରଙ୍କ ବିଭୂତି ସହଜରେ ଉପଲବ୍ଧି କରିପାରନ୍ତି ନାହିଁ। ଆଉ ସବୁଠୁ ବଡ଼ କଥା ହେଉଛି, ପ୍ରେମର ଅନ୍ତରାୟ ହେଉଛି ଅହଙ୍କାର, ଅଧିକାର କରିବାର ଅହଙ୍କାର। ଈଶ୍ୱରଙ୍କୁ ପାଇବା ପାଇଁ, ଅଧିକାର କରିବା ପାଇଁ ସାଧନା ନ କରି ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେବା ହିଁ ପ୍ରକୃତ ପ୍ରେମ, ଭକ୍ତି ଓ ଉପାସନା। ସ୍ୱାମୀଜୀ ସତେକି ମୋର ସବୁ ଅହଙ୍କାର ଓ ଭ୍ରାନ୍ତିକୁ ପୋଛି ନେଇଗଲେ। ତାଙ୍କ ଅମୃତ ବଚନ ଆସ୍ୱାଦନ କରି ମୋ ହୃଦୟର ବିବର୍ତ୍ତନ ହେଲା। ସେଦିନ ମୁଁ ଅନୁଭବ କଲି, ପ୍ରକୃତରେ କମଳାକୁ ମୁଁ ଭଲ ପାଉଥିଲେ ତାକୁ ଅଧିକାର କରି ନ ପାରିଲି ବୋଲି ଏତେ ଦୁଃଖ ଭୋଗିନଥାନ୍ତି। ବରଂ ସେ ପ୍ରେମାନୁଭବ ମୋ ଅଭ୍ୟନ୍ତରକୁ ପୁଲକିତ କରୁଥାଉ, ସୁରଭିତ କରୁଥାଉ। ବୋଧହୁଏ ତାକୁ ପ୍ରଥମ କରି ମୁଁ ଭଲ ପାଇ ବସିଲି। ସବୁ କ୍ରୋଧ, ଅହଙ୍କାର, ଅଭିମାନ ଶୀତ ସକାଳର କୁହୁଡ଼ି ପରି ଯାହା ମୋ ସତ୍ତାକୁ ଆଚ୍ଛନ୍ନ କରିଥିଲା, ତାହା ସତ୍ୟର ସୂର୍ଯ୍ୟାଲୋକରେ ଉଭେଇଗଲା। ଘରକୁ ଫେରି ଆସିଲି। ଘର ବୋଲି ସେଠି କିଛି ନଥିଲା। ଢିଅଟି ଖାଲି ପଡ଼ିଥିଲା। ଗୋଦାମକୁ ଦାଦି ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ସେମାନଙ୍କ ଭାବନାରେ ମୁଁ କେବେଠୁ ମରିହଜି ଯାଇଥିଲି। ଛୋଟିଆ କୁଡ଼ିଆଟିଏ କଲି। ସେ ଢିଅରେ ଆରମ୍ଭ କଲି ଗୋଟେ ନୂଆ ଜୀବନ। ଚିନ୍ତା କଲି, କ'ଣ କରି ଗୁଜୁରାଣ ମେଣ୍ଟାଇବି। ଏଇ ଫଳ ଟୋକେଇ ମୁଣ୍ଡରେ ଉଠେଇ ଘର ଘର ବୁଲି ଜୀବନକୁ ଖୋଜିଲି। ଜଗତକୁ ଚିହ୍ନିବାର ଚେଷ୍ଟା କଲି। କେଜାଣି କେତେ ଜନ୍ମ ପରେ ମଣିଷ ଜନ୍ମ ବ୍ୟର୍ଥ ହୋଇଯିବ। ଏଇଆ ଭାବି ସକାଳ ବେଳା ବେପାର କରେ, ଉପର ବେଳା ସାହିର ଗରିବ ଗୁରୁବା ପିଲାଙ୍କୁ ମାଗଣାରେ ପାଠ ପଢ଼ାଏ। ୟାକୁ ମୁଁ କର୍ମଯୋଗ୍ୟ
ବୋଲି ବିଚାର କରେ। ଇଚ୍ଛା ଅଛି ସ୍କୁଲଟେ ଖୋଲନ୍ତି, ହେଲେ ସାହସ କୁଳଉ ନାହିଁ। କିଏ ଅଛି ଏତେ ବଡ଼ ଦାୟିତ୍ୱ ସମ୍ଭାଳିବ ମୋ ପଛରେ ଛିଡ଼ା ହୋଇ? ନିର୍ମଳାଙ୍କ ଆଖିରୁ ଅନୁଦ୍ଘାଟିତ ରହସ୍ୟର ପରଦାଟି ଅପସରି ଗଲା। ଫଳବାଲା ବୁଢ଼ା ସମ୍ପର୍କରେ ବଦଳିଗଲା ସବୁ ଧାରଣା। ସେ ବୁଢ଼ା ଭିତରର ଦୁଃଖ ଯନ୍ତ୍ରଣାକୁ ବୁଝିବାକୁ ଚେଷ୍ଟା କରୁଥିଲେ। ଅନୁଭବୀ ନହେଲେ କାହାର ଦୁଃଖ ଗଭୀରତାକୁ କ'ଣ କିଏ ମାପି ପାରିଛି? ଏଣିକି ସେ ସମ୍ମାନ ଓ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ ବୁଢ଼ାକୁ ଦେଖିଲେ। ଦିନେ ବୁଢ଼ା କହିଲା, ମାରେ ଅନେକ ଦିନୁ ଗୋଟେ କଥା କହିବି ବୋଲି ଭାବୁଛି। କହୁନାହାନ୍ତି ମଉସା, କୁହନ୍ତୁ। ମୋର ଯେଉଁ 4-5 ଏକର ଜମି ପଡ଼ିଆ ପଡ଼ିଛି ତାକୁ ତୋ ନାଁରେ ଦତ୍ତପତ୍ର ଲେଖିଦେବି। ତୋତେ ଧର୍ମକୁ ସାକ୍ଷୀ ରଖି ଝିଅ କରିଛି। ମରିଲେ ମତେ କିଏ ପିଣ୍ଡ ପାଣି ଦେବ କହିଲୁ? ମୋର ତ ଆଗକୁ ପଛକୁ କେହି ନାହିଁ। ତୁ ଟିକେ ପିଣ୍ଡ ପାଣି ଦେଲେ ମୋ ଆତ୍ମା ମୁକ୍ତି ପାଇବ। ଜମି ପାଇଁ ମୋର ତୋଠୁ ଗୋଟିଏ ପଇସା ନେବାର ନାହିଁ, ଖାଲି ରେଜିଷ୍ଟ୍ରି ଖର୍ଚ୍ଚଟା ତୁ ଦେବୁ। ମୋ ପାଖରେ ପଇସା ଥିଲେ ସେତକ ବି ତତେ ମାଗିନଥାନ୍ତି। ତୁ ଆମ ଜୋଇଁକୁ ପଚାରି ଦିନବାର ଠିକଣା କର, ପଇସା ପତ୍ର ଯୋଗାଡ଼ କର, ମୁଁ ଯାଇ ରେଜିଷ୍ଟ୍ରି କରିଦେବି। ନାଇଁ ମଉସା, ଆପଣ ସେ କଥା ଭାବନ୍ତୁନି। ମୁଁ ଆପଣଙ୍କର ଝିଅ, ପିଣ୍ଡ ପାଣି ଦେବି, କିନ୍ତୁ ଜମିବାଡ଼ି କଥାରେ ମତେ ପୁରାନ୍ତୁନି। ତାକୁ ଆପଣଙ୍କ ପୁତୁରା, ଝିଆରୀ, ଆତ୍ମୀୟ ସ୍ୱଜନ ଯାହାକୁ ଉଚିତ ମନେ କରୁଛନ୍ତି ତାକୁ ଦେଇ ଦିଅନ୍ତୁ। ନଚେତ୍ ସବୁଠୁ ଭଲ ହେବ ତାକୁ ବିକ୍ରି କରି ସ୍କୁଲଟି ଆରମ୍ଭ କରନ୍ତୁ। ଆପଣ ପାଠଶାଠ ପଢ଼ିଛନ୍ତି, ଚାହିଁଲେ ନିଶ୍ଚୟ ସ୍କୁଲଟିଏ ଛିଡ଼ା କରେଇ ପାରିବେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ମତେ ଜମି ଦେବା କଥା ମନରେ ଧରନ୍ତୁ ନାହିଁ। ଏ ପ୍ରସ୍ତାବଟି ବାରମ୍ବାର ଉଠାଇଥିଲା ବୁଢ଼ା, ଆଉ ସବୁଥର ସେଇ ଗୋଟିଏ ଉତ୍ତର ଦେଇଥିଲେ ନିର୍ମଳା। ଶେଷରେ ଦୁହେଁ ମିଶି ସ୍ଥିର କଲେ ସ୍କୁଲ ହେବ। ନୂଆ ଉତ୍ସାହରେ ଲାଗି ପଡ଼ିଲା ବୁଢ଼ା। ଚାହୁଁ ଚାହୁଁ ତା ନିଜର 1 ଏକର ଜମିରେ ମୁଣ୍ଡ ଟେକି ଉଠିଲା ପିଲାଙ୍କ ପାଇଁ ସ୍କୁଲ। ନିର୍ମଳା ବହୁବାର ଯାଇଛନ୍ତି ସେଠିକି, ଖୁସି ହେଇଛନ୍ତି। ଛୋଟ ଛୋଟ ପିଲାଙ୍କ ଭିତରେ ନିଜକୁ ହଜାଇ ଦେଇଛନ୍ତି। ବୁଢ଼ା ଫଳ ବେପାର ବନ୍ଦ କରି ମନପ୍ରାଣ ଢାଳି ଦେଇଛି ସ୍କୁଲ ପିଲାଙ୍କ ପାଖରେ। ଚାହୁଁ ଚାହୁଁ 3-4 ବର୍ଷ ଭିତରେ ଗୋଟେ ଭଲ ସ୍କୁଲ ଭାବରେ ଖ୍ୟାତି ଅର୍ଜନ କରିପାରିଛି କେବଳ ବୁଢ଼ାର ନିଷ୍ଠା ଯୋଗୁଁ। ୟା ଭିତରେ ପ୍ରାୟ 3-4 ମାସ ବିତି ଯାଇଥିଲା। ଶ୍ୱଶୁରଙ୍କ ଦେହ ଖରାପ ଯୋଗୁଁ ସ୍କୁଲ ଆଡ଼େ ଯାଇପାରୁନଥିଲେ ନିର୍ମଳା। ବାରମ୍ବାର ମନେ ପଡ଼ୁଥିଲା ବୁଢ଼ାଟି। ଦିନେ ଖରାବେଳିଆ ଦେଖି ସ୍କୁଲ ଆଡ଼େ ବାହାରିଲେ ନିର୍ମଳା। ସେଠି ପହଞ୍ଚି ଯାହା ଶୁଣିଲେ ସ୍ତମ୍ଭୀଭୂତ ହୋଇଗଲେ। ଏଇ ସ୍କୁଲ ଭିତରେ ମାସକ ତଳେ ହାର୍ଟ ଆଟାକରେ ବୁଢ଼ାର ଦେହାନ୍ତ ହୋଇଯାଇଛି, ଅଥଚ ସେ ଖବର ପହଞ୍ଚି ପାରିନି ନିର୍ମଳାଙ୍କ ପାଖରେ। ବୁଢ଼ା ସହିତ ତାଙ୍କ ସମ୍ପର୍କ ବିଷୟରେ ଏମାନେ କ'ଣ ଜାଣନ୍ତି ଯେ ଖବର ଦେଇଥାନ୍ତେ? ସ୍କୁଲର କେହି ତ ତାଙ୍କ ଠିକଣା ଜାଣନ୍ତିନି। କାହାକୁ ଦୋଷ ଦେବେ ଏଥିପାଇଁ? ନିର୍ମଳାଙ୍କ ଭିତରୁ କେମିତି ଗୋଟେ ଅନୁଚ୍ଚାରିତ ଯନ୍ତ୍ରଣା ଉତୁରି ଆସୁଥିଲା। ଭିତରର କୋହ ଧୂଆଳିଆ ହୋଇ ଆଖି ବାଟେ ସଞ୍ଚରି ଯାଉଥିଲା ମହାଶୂନ୍ୟକୁ। ସେ ମନେ ମନେ ପ୍ରଣାମ ଜଣାଇ ଝଡ଼ ପରି ବାହାରି ଆସିଲେ ସ୍କୁଲ ହତାରୁ। ପିଲାଙ୍କ କଳରୋଳରେ ମୁଖରିତ ହେଉଥିଲା ସ୍କୁଲର ପରିବେଶ। ମଧ୍ୟାହ୍ନ ସୂର୍ଯ୍ୟ କ୍ରମଶଃ ପଶ୍ଚିମାଭିମୁଖୀ ହେଉଥିଲେ। ପାଖ ଆମ୍ବ ଗଛଟିରେ ନିଃସଙ୍ଗ ଚଢ଼େଇଟିଏ ବସି ଗୁମୁରୁଥିଲା। ନିର୍ମଳା ରାସ୍ତାକୁ ପାଦ ବଢ଼େଇଲେ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ କୃତବିଦ୍ୟ ଗାଳ୍ପିକାଙ୍କୁ, ଡକ୍ଟର ସୁଲୋଚନା ଦାସଙ୍କୁ, ଯାହାଙ୍କ ଗଳ୍ପର ଶୀର୍ଷକ ଥିଲା ପିତୃଶ୍ରାଦ୍ଧ। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।